প্রিয় ଜ୍ୟୋତିଷ ପ୍ରେମୀ ବନ୍ଧୁଗଣ, ଆଜିର ଏହି ଆଲୋଚନା ସଭାକୁ ଆପଣ ସମସ୍ତଙ୍କୁ ଅଭିନନ୍ଦନ। ଆପଣ ଜାଣନ୍ତୁ ଯେ ଆମେ ଶନିବାର 20 ତାରିଖକୁ ନେଇ ଆଲୋଚନା କରିବା। ଏହି ଶନିବାର 20 ତାରିଖ ସୂର୍ଯ୍ୟ ଅସ୍ତ ଯିବେ 6ଟା 26 ପରେ, ଉଦୟ ହେବେ 5ଟା 9 ପରେ। ମନ୍ଦ ସମୟ ଆସିବ 8ଟା 31ରୁ 10ଟା 10 ଯାଏ ରହିବ। ଆସିବ 8ଟା 31ରେ, ଯିବ 10ଟା 10ରେ ମନ୍ଦ ସମୟ। ଚନ୍ଦ୍ର ଆଜି ତାଙ୍କ ସିଂହାସନ ପକାଇବେ ସିଂହ ରାଶିର ଘରେ। ସିଂହ ରାଶିରେ ଅହୋରାତ୍ର ଚନ୍ଦ୍ର ରହିବେ। ଆଜି ତିଥି ହେଲା ଷଷ୍ଠୀ, ଏଣୁ ଲିମ୍ବ ଆଦି ପିତା ଖାଇବା ମନା। ହେଲେ 3ଟା 47 ପରେ ଆଉ ତାଳ ଖାଇବାନି। ତାଳ ଏବେ ତ ଆଉ ତାଳ ସଜ ନାହିଁ। ତାଳ ହୁଏତ କେଉଁଠି ପାଚିଥିବ, ଯେହେତୁ ବର୍ଷା ଋତୁ ଆସିଗଲାଣି, ତାଳ ଖାଇବାନି ବାସ୍। ତାପରେ ହେଲା କଥା ଆଉ କ'ଣ। ହଉ, ଶନିବାର ମେଷ ରାଶି ଦ୍ୱିଜା ନକ୍ଷତ୍ରର ଦିନ 9ଟା 26 ଯାଏ ଶୁଭ। ଆଜ ଦିନ ଆପଣଙ୍କୁ ମଧ୍ୟମ ଧରଣର ସୁଖ ଦେବ। ତରବର ନ ହୋଇ ଭାବି ବିଚାରି କୌଳିକ ମୌଳିକ ପାରିବାରିକ କର୍ମ କରନ୍ତୁ, ମଙ୍ଗଳ ହେବ। ଆଜି ବିଧାତା ବିବିଧ ସୁଖ ଦେବେ ବୋଲି ବିଚାର କରୁଛନ୍ତି, ଏଣୁ ଶାରୀରିକ ସମସ୍ୟା ନାହିଁ। ଆବଶ୍ୟକତା ଠାରୁ ଅଧିକ ଆୟ ଅମଳ ହେବ। କାହା ସହ ତିକ୍ତ ଭାବ ସୃଷ୍ଟି ହେବନି। ଆଜି କର୍ମ ଅନୁସାରେ ସୁଖ ଶାନ୍ତି ଧନ ପାଇବେ। ବୃଷ ରାଶି ଶନିବାର 20 ତାରିଖ ବୃଷ ରାଶି ମୃଗଶିରା ନକ୍ଷତ୍ରର ଦିନ 9ଟା 26 ଯାଏ ଶୁଭ। ଘାତ ବାର, ଏଣୁ ଦେହ ପାହା ଅସୁସ୍ଥ ହେବ। ମା ବା ମାତୃସ୍ଥାନୀୟ ବ୍ୟକ୍ତି ଅସୁସ୍ଥ ହେବେ। ପୁରୁଣା ରୋଗୀଙ୍କ ପୀଡ଼ା ବଢ଼ିଯିବ। ଗୃହୋପକରଣରୁ କିଛି ନଷ୍ଟ ଭ୍ରଷ୍ଟ ହୋଇଯାଇପାରେ ବା ଭାଙ୍ଗି ଯାଇପାରେ ବା ହଜି ଯାଇପାରେ ବା ଚୋରି ହୋଇଯାଇପାରେ। ସାମାନ୍ୟ କଳହ ହେବ। ତୁମ ମୁଣ୍ଡକୁ ଅନ୍ୟର ହାନି କରିବା ଭଳି ଦୁଶ୍ଚିନ୍ତା ଆସିବ, ଏଣୁ ଭାବି ଚିନ୍ତି ପଦକ୍ଷେପ ନେଲେ ଭଲ। ଯେ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। 20 ତାରିଖ ଶନିବାର ମିଥୁନ ରାଶି ପୁନର୍ବସୁ ନକ୍ଷତ୍ରର ଦିନ 9ଟା 26 ଯାଏ ଶୁଭ। ଦିନଟି ସବୁ ଦିଗରୁ ଶୁଭ ନେଇ ଆଣି ଥୋଇପାରିଲେ ଜୀବନଟି ଆଜି ଉପଭୋଗ୍ୟ ହେବ। ନେଇ ଆଣି ଥୋଇପାରିଲେ ଜୀବନଟି ଆଜି ଉପଭୋଗ୍ୟ ହେବ। ଯଥୋଚିତ ବ୍ୟବହାର କରିପାରିଲେ ଭ୍ରାତୃ ସମ୍ବନ୍ଧୀୟ ମଧୁମୟ ପରିବେଶ ସୃଷ୍ଟି ହେବ। ଯଥା ରୀତି ବୁଦ୍ଧି ବିବେକ ଖଟି ପାରିଲେ ଆୟ ଅମଳ ବଢ଼ିଆ ହେବ। ଦିନରେ ନ ଶୋଇ ଅଧିକ ଜଳପାନ କରି ଅଳ୍ପ ଅଳ୍ପ ଭୋଜନ କଲେ ଦେହ ସୁସ୍ଥ ରହିବ। ମାନେ ଆଜିର ସୁଖ ଶାନ୍ତି ଆନନ୍ଦ ସ୍ୱାସ୍ଥ୍ୟ ବନ୍ଧୁ ପ୍ରୀତି ଧନ ଆପଣଙ୍କର କର୍ମ ଉପରେ ନିର୍ଭର କରେ। ଏମିତି କଲେ ଏମିତି ହେବ। କର୍କଟ ରାଶି 20 ତାରିଖ ଶନିବାର କର୍କଟ ରାଶି ଅଶ୍ୱେଷା ନକ୍ଷତ୍ରର ଦିନ 9ଟା 26 ଯାଏ ଶୁଭ। ପୁରୁଷଙ୍କର ଘାତ ଚନ୍ଦ୍ର ହେତୁ ହ୍ରିଂ ଭୁବନେଶ୍ୱରୀ ଏହି ମନ୍ତ୍ରକୁ ବାରମ୍ବାର ଜପ କରନ୍ତୁ। ହ୍ରିଂ ଭୁବନେଶ୍ୱରୀ। ମଙ୍ଗଳ ହେବ। ମଧ୍ୟମ ଧରଣର ରୋଜଗାର ହେବ। ଯଦି ଯଥା ସମୟରେ ଯଥା ସ୍ଥାନରେ ଯଥୋଚିତ ଆଉ ଶ୍ରମ ଦେଇପାରିବେ, ବୁଦ୍ଧି ବିବେକ ଖଟାଇ ପାରିବେ, ତାହେଲେ ଆୟ ଅମଳ ହେବ। ଅନ୍ୟଥା ଆୟ କମିଯିବ। କାରଣ ଧନାଧିପ ରବି ଏବେ ବ୍ୟୟରେ ମାନେ ଦ୍ୱାଦଶରେ। ଆପଣଙ୍କର ମନ ଆଜି ଅଧିକ ବ୍ୟାକୁଳ ହେବ। ମନ ପାଇଁ ବିଘ୍ନ ସୃଷ୍ଟି ହେବ। ଦେହ ଭଲ ରହିବ। ଏହି ମନକୁ ବୁଝାଇବା ପାଇଁ ବାରମ୍ବାର ଦର୍ପଣ ଦେଖନ୍ତୁ, ହୁଏତ ମନ ବୁଝି ଯାଇପାରେ। ସିଂହ ରାଶି 20 ତାରିଖ ଶନିବାର ସିଂହ ରାଶି ପୂର୍ବ ଫାଲ୍ଗୁନ ନକ୍ଷତ୍ରର ଦିନ 9ଟା 26 ଯାଏ ଶୁଭ। ଘାତ ବାର, ଏଣୁ ଜଗି ରଖି ଭାବି ବିଚାରି
ପାଦ ପକାନ୍ତୁ, କର୍ମ କରନ୍ତୁ, ଯାନ ଚଳାନ୍ତୁ, ଅନ୍ୟଥା ଦୁଃଖ ମିଳିବ, ଭାରି କଷ୍ଟ ହେବ, ମାତ୍ର ସମସ୍ୟା ଗୁରୁତର ହେବନି। ଆଜି କେବଳ ମଙ୍ଗଳ 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 ହିଁ ହେବ। ସମସ୍ୟା ଆସିଲେ ବି ଆପଣଙ୍କୁ ଦୁଃଖ ଦେଇପାରିବ ନାହିଁ। ଶାନ୍ତି ଅବ୍ୟାହତ ରହିବ, ଦେହ ମୁଣ୍ଡ ସୁସ୍ଥ ରହିବ, ଆୟ ଅମଳ ବଢ଼ିଆ ହେବ, ମୌଳିକ ଓ ସାମାଜିକ ପ୍ରତିପତ୍ତି ବଢ଼ିବ, ଆର୍ଥିକ ବୌଦ୍ଧିକ ବିକାଶ ହେବ, ଆଉ ଆପଣ ଆଜି ସମ୍ମାନିତ ହେବେ। ସିଂହ ରାଶିର ବଢ଼ିଆ ଦିନ, କିନ୍ତୁ ଚନ୍ଦ୍ରଙ୍କର ଟିକେ ଗଣ୍ଡଗୋଳିଆ ଭାବ ଥିବାରୁ କିଛି ଦୁଃଖ ହେବ, ହେଲେ ଦୁଃଖ କ୍ଷତିକାରକ ନୁହଁ, ଖାଲି ଆସିବ ଯିବ। ଆଉ କନ୍ୟା ରାଶି 20 ତାରିଖ ଶନିବାର, କନ୍ୟା ରାଶି ଚିତ୍ରା ନକ୍ଷତ୍ରର ଦିନ 9ଟା 26 ଯାଏ ଶୁଭ, ଘାତବାର, ଏଣୁ ସଂଯମୀ ହୁଅନ୍ତୁ, ମଙ୍ଗଳ ହେବ, ଅନ୍ୟଥା ଦୁଃଖ ପାଇବେ। ମାତ୍ର ଏକ ବ୍ୟୟ, ଆଜି ଏକ ବ୍ୟୟକାରକ ଦିନ। ଆଜି ବ୍ୟୟ ହେବ ଆଉ କ୍ଷୟ ହେବ, ବ୍ୟୟ ହେବ ଆଉ କ୍ଷୟ ହେବ। ରୋଗାକ୍ରାନ୍ତ ହେବେ, ସ୍ୱାସ୍ଥ୍ୟ ହାନି ହେବ, ଦୁର୍ବଳ ଲାଗିବ, ଭଲ ହଜମ ହେବନି, ଆୟ ଅମଳ କମିଯିବ, ଯାହା ରୋଜଗାର ହେବ ତାହା ହାତକୁ ନିଅଣ୍ଟ, ବ୍ୟୟ ଅଧିକ ହେବ, ବନ୍ଧୁମାନେ ତୁମ ଚରିତ୍ରକୁ ନେଇ ସମାଲୋଚନା କରିବେ, କଳହ ହେଲା ଭଳି ପରିସ୍ଥିତି ସୃଷ୍ଟି ହେବ, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଏଣୁ ଯାହା କହନ୍ତୁ, ଯାହା କରନ୍ତୁ, ଯାହା ଖାଆନ୍ତୁ, ଯେଉଁଠି ଶୁଅନ୍ତୁ, ଟିକେ ଭାବନ୍ତୁ ମୁଁ ଠିକ୍ ପଦକ୍ଷେପ ନେଉଛି ତ। 20 ତାରିଖ ଶନିବାର, ତୁଳା ରାଶି ବିଶାଖା ନକ୍ଷତ୍ରର ଦିନ 9ଟା 26 ଯାଏ ଶୁଭ। ଆଜି ଆପଣ ଖୁସିରେ ବୁଲାବୁଲି କରିପାରନ୍ତି, କୌଣସି ଅସୁବିଧା ନାହିଁ। ଯଦି ସଂଯତ ମଧୁର ବ୍ୟବହାର କରିବେ, ତେବେ ସହଜରେ ସମସ୍ତ ପ୍ରକାର କୌଳିକ ମୌଳିକ ଆର୍ଥିକ ପାର୍ଥିବ ସୁଖ ଓ ଶାନ୍ତି ଆନନ୍ଦ ଅବଶ୍ୟ ପାଇବେ। ଦେହ ପା ସୁସ୍ଥ ରହିବ, ରୋଜଗାର ବଢ଼ିଯିବ, ଆୟ ଅମଳ ଅଧିକ ହେବ, ନୂତନ ଆୟପନ୍ଥା ଦୃଶ୍ୟମାନ ହେବ। କେବଳ ଚେଷ୍ଟା, ଯଥା ସମୟରେ, ଯଥା ସ୍ଥାନରେ, ଯଥୋଚିତ ଭାବରେ ବୁଦ୍ଧି ବିବେକ ତଥା ଶ୍ରମ ଦାନ କଲେ ଯଥେଷ୍ଟ ବେଶୀ ଆୟ କରିପାରିବେ। 20 ତାରିଖ ଶନିବାର, ବିଛା ରାଶି ଜ୍ୟେଷ୍ଠା ନକ୍ଷତ୍ରର ଦିନ 9ଟା 26 ଯାଏ ଶୁଭ। ଆଜି ଏକ କର୍ମ ମୁଖର ଦିନ, କର୍ମରୁ ସମ୍ମାନ ଆଦର ଓ ଧନ ପାଇ ଖୁସି ହେବେ, ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ, ଦୂର ସମ୍ପର୍କୀୟ ବନ୍ଧୁଙ୍କ ସହ ମଧୁର ସଂଳାପ ହେବ, ଆୟ ଅମଳ ଦିଗ ପ୍ରଶସ୍ତ ଅଛି, ଦୈନନ୍ଦିନ ବୃତ୍ତି ଠିକ୍ଠାକ୍ ଚାଲିବ। ଏଣୁ ଯଥା ସମୟରେ, ଯଥା ସ୍ଥାନରେ, ଯଥୋଚିତ ବୁଦ୍ଧି ବିବେକ ଓ ଶ୍ରମର ବିନିଯୋଗ କରନ୍ତୁ ନା। କେମିତି ଆପଣଙ୍କର ପକେଟ୍ ଉଚ୍ଚା ହେଇଯିବ, ଖୁସି ହେବେ ନା। 20 ତାରିଖ ଶନିବାର, ଧନୁ ରାଶି ପୂର୍ବାଷାଢ଼ା ନକ୍ଷତ୍ରର ଦିନଟି 9ଟା 26 ଯାଏ ଶୁଭ। ଆଜି ଆପଣଙ୍କ ବନ୍ଧୁ ଆପଣଙ୍କୁ ସହଯୋଗ କରିବେ, ବନ୍ଧୁଙ୍କ ସହ ମଧୁର ସଂଳାପ ହେବ, ଆଉ ମଧ୍ୟମ ଧରଣର ଆୟ ହେବ, ଦେହ ପା ଠିକ୍ଠାକ୍ ରହିବ। କେହି କିଛି ବୁଝିବା ଲୁଟିବା ଆଶାରେ ଛାଇ ପରି ଦେହ ଲଗା ହୋଇ ରହିବେ। କିଛି ଲୋକ ଆସିବେ ଆପଣଙ୍କୁ ଲୁଟିବେ, ମାନେ ଧନ ନେବେ, ମୁଖ ପ୍ରଶଂସା କରିବେ, ପାଖରେ ଛାଇ ଛାଇ ରହିବେ। ଏଣୁ ଆଜି ଆପଣ କାହାକୁ ବିଶ୍ୱାସ କରନ୍ତୁନି। ଯଦି ବିଶ୍ୱାସ କରୁଛନ୍ତି ଭରସା କରନ୍ତୁନି, ଯଦି ଭରସା କରୁଛନ୍ତି ଗୁପ୍ତ କଥା କହନ୍ତୁନି। ଯଦି ମୋ କଥା ନ ମାନିବେ ତେବେ ଆଖି ଲୁହକୁ ସାକ୍ଷୀ କରି ଖାଲି ସକେଇବେ। ଆପଣ ଆଜି ବହୁତ ଶୁଣନ୍ତୁ, କମ୍ କହନ୍ତୁ, ଅନ୍ୟଥା ଅପମାନିତ ହେବେ। ସୁଖ ଲାଭ ଆଶାରେ ତରବର ହେଲେ ଗୋଡ଼ ଶୁଖିଲାରେ ଗୋଡ଼ ଖସିଯିବ, ମୁହଁ ମାଡ଼ି ପଡ଼ିଯିବେ। ତାପରେ ମୁଁ କ'ଣ କରିବି। 20 ତାରିଖ ଶନିବାର, ମକର ରାଶି ଧନିଷ୍ଠା ନକ୍ଷତ୍ରର ଦିନ 9ଟା 26 ଯାଏ ଶୁଭ।
ପୁରୁଷଙ୍ଗରାଜି ଘାସଚନ୍ଦ୍ର। ଏଣୁ ଜଗି ରଖି ଚଳନ୍ତୁ। ଦିନ କୌଣସି ଦୃଷ୍ଟିରୁ ଶୁଭପ୍ରଦ ନୁହେଁ। ମକର ରାଶି ପାଇଁ ଶନିବାର ଶୁଭପ୍ରଦ ନୁହେଁ। କିନ୍ତୁ ଶନିବାର ପରା, ଶନିବାର ହେତୁ କିଛି ରକ୍ଷା ମିଳିବ। ମକର ରାଶିର ଅଧିପତି ବା ଶନି। ଅଧିକାଂଶ ସମୟ ବୃଥାରେ କଟିଯିବ। ଆୟ ଅମଳ ବାଟ ଖୋଲିବନି। କଳହ ହୋଇପାରେ। ପ୍ରିୟଜନ ପର ଲୋକ ଭଳି ବ୍ୟବହାର କରିବେ। ଦେହ ପୂର୍ଣ୍ଣ ଅସୁସ୍ଥ ହେବ। ପୁରୁଣା ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ହେବ। ଯଦି ଧର୍ମବଳ ଥିବ ତାହେଲେ ଦୁଃଖ ଟିକେ କମିଯିବ। ଭାଗ୍ୟ ଭଲ ଶନିବାର ଏ ଦୁର୍ଯୋଗ ଆସୁଛି, ନହେଲେ ଅନ୍ୟ ମଙ୍ଗଳବାର ହେଇଥିଲେ କହି ହେଉନି କି ଦୁଃଖ ହେଇଥାନ୍ତା। କୁମ୍ଭ ରାଶି 20 ତାରିଖ ଶନିବାର। କୁମ୍ଭ ରାଶି ପୂର୍ବଭାଦ୍ର ନକ୍ଷତ୍ରର ଦିନ 9ଟା 26 ଯାଏ ଶୁଭ। ଆୟ ଅମଳ ଦିଗଟି ଖୋଲା ଅଛି। ରୋଜଗାର ପାଇଁ ଯତ୍ନଶୀଳ ହେବେ। ବିପୁଳ ପରିମାଣରେ ଆୟ ହେବ। ଯଦି ଏଥିପାଇଁ ଯଥା ସମୟରେ ଯଥା ସ୍ଥାନରେ ଯଥୋଚିତ ଭାବରେ ବୁଦ୍ଧି ବିବେକ ଖଟାଇବେ, ଶ୍ରମ ଦାନ ଦେବେ, ତେବେ ପାଇବେ। ଆଉ ମନେ ରଖିବେ, ଠିଆ ହିଁ ବୁଣିଥିଲେ ବସିକିରି ଖାଇ, ଗାଈ ମୁହଁରେ କ୍ଷୀର। ଆଉ ଚୁପଚାପ ଘରେ ବସିକିରି ଅର୍ଡ଼ର କଲେ ଜମା କିଛି ମିଳିବନି। ଦେହ ମୁଣ୍ଡ ସୁସ୍ଥ ରହିବ। ନୂତନ ଆୟ ବ୍ୟବସ୍ଥା ହେବ। ଆପଣଙ୍କୁ ଆପଣ ଆଜି ପ୍ରସନ୍ନ ଦିଶିବେ। କାହିଁକି ନା, ଯଦି ଆପଣଙ୍କ ପିଲାମାନେ ପରୀକ୍ଷା ଦେଇଥିବେ ବା ନିଜେ କୁମ୍ଭ ରାଶିଆ ପରୀକ୍ଷା ଦେଇଥିବେ, ଇଣ୍ଟରଭ୍ୟୁ ଦେଇଥିବେ, ଆଜି ବଢ଼ିଆ ରେଜଲ୍ଟ ଶୁଣିବେ। ଚାକିରି କେଉଁଠି ହେଇଯାଇପାରେ। ଯଦି ବାହା ନ ହେଇଥିବେ କନ୍ୟା ମିଳିଯିବ ବା ବର ମିଳିଯିବ, ଇତ୍ୟାଦି ଇତ୍ୟାଦି ସବୁ ଖବର ପାଇବେ ବୋଲି ପ୍ରସନ୍ନ ଦିଶିବେ, ହସିବେ। ଆଉ ମୋତେ କହିବେ, ସାର୍ ସବୁ ଠିକ୍ଠାକ୍ ଅଛି। 20 ତାରିଖ ଶନିବାର ମୀନ ରାଶି ରେବତୀ ନକ୍ଷତ୍ରର ଦିନ 9ଟା 26 ଯାଏ ଶୁଭ। ବହୁ ଦିନ ମନସ୍କାମନା ଆଜି ପୂରଣ ହେବ। ବହୁ ଦିନର ମନସ୍କାମନା। ଅନେକ ଚିନ୍ତା ଭିତରେ ଘାଣ୍ଟି ହେଉଛନ୍ତି, କିଛି ମିଳୁନି। ଆଜି ସବୁ ଇଚ୍ଛା ପୂରଣ ହେବ। ବହୁ ଦିନର ମନସ୍କାମନା ପୂରଣ ହେବ। ପୂର୍ବକୃତ ପୁଣ୍ୟର ଫଳ ସ୍ୱରୂପ ଆଜି ଆପଣଙ୍କୁ କୌଳିକ ମୌଳିକ ଆର୍ଥିକ ଓ ପାର୍ଥିବ ଲାଭ ମିଳିବ। ଏ ଲାଭ ସମ୍ବନ୍ଧୀୟ ସୁଖ ଆପଣ ନିଜେ ଖାଲି ପାଇବେନି ତ, ବାଣ୍ଟିବେ ମଧ୍ୟ। ଏ ଲାଭ ସମୁଦାୟ ପାଇବା ପାଇଁ କିଏ ମଠ ମନ୍ଦିର ଆଜି ଯେଉଁ ଲାଭ ହେବ ସେଟା ଅବ୍ୟକ୍ତ। କାହା ପାଇଁ କେଉଁ ଲାଭ ହେବ? କାରଣ ବହୁତ ଦିନ ହେଲା ଏଇ ଲାଭ ପାଇଁ କିଏ ମଠ ମନ୍ଦିର ଯାଉଛି ତ, କିଏ ଉପାସ କରି ବ୍ରତ କରି ଦିଅଁ ଦେବତାଙ୍କୁ ପୂଜା କରୁଛି। ଏତଦ୍ ବ୍ୟତୀତ ଆଜି ଆପଣ ସୁସ୍ଥ ରହିବେ। ମନସ୍କାମନା ଆଜି ପୂରଣ ହେବ। ବହୁତ ଜିନିଷ ଆଜି ମିଳିଯିବ ଆପଣଙ୍କୁ। ଆଉ ଆୟ ଅମଳ ଭଲ ହେବ। ନୀତିଦିନିଆ କର୍ମରୁ ଲାଭ ରୋଜଗାର କରି ସୁଖୀ ହେବେ। ଏଣୁ ଆଜି ଗୋଟିଏ ବଢ଼ିଆ ଦିନ ମୀନ ରାଶି ପାଇଁ। ବହୁତ ଦିନ ଇଚ୍ଛା ପୂରଣ ହେବ। ମୋ ବନ୍ଧୁ, ଆଜି ପାଇଁ ଏତିକି। ତାପରେ ଈଶ୍ୱରଙ୍କ ଇଚ୍ଛା। ରହିଲି, ନମସ୍କାର।